କୋଡ଼ାଇ ନିଅନ୍ତୁ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord. ହାଲେଲୁୟା। Hallelujah. ହାଲେଲୁୟା। ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ ହଉ। ପ୍ରଭୁ ମହାନ ଈଶ୍ୱର ସେ ପୁନର୍ବାର ଆମମାନଙ୍କୁ ଏ ସୁନ୍ଦର ସମୟ ଦେଲେ। ଆଉ ଲିଡିଂ କରୁଥିବା ସାର୍କୁ ଧନ୍ୟବାଦ। ଆଉ ପାଳକ ମହାଶୟ ଉପସ୍ଥିତ ପ୍ରତ୍ୟେକ ଯୋଉ ମିଟିଂରେ ପ୍ରତ୍ୟେକ ପରିବାରକୁ ଆଉ ପ୍ରେମର ନମସ୍କାର ଜଣାଉଛି। ନମସ୍କାର। Praise the Lord. ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଶୁଣନ୍ତୁ ପ୍ରେଜ୍ ଦ ଆମେ ଲର୍ଡ। ଯିଶାୟା ପୁସ୍ତକ ଖୋଲିବା ଭବିଷ୍ୟତ ବକ୍ତାଙ୍କର ଯିଶାୟା 7:14 ପଦ ଗୋଟେ ପଢିବା। ହାଲେଲୁୟା। ଯିଶାୟା 7:14 ପଦ। ଏ ହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ। ଆମ୍ଭମାନଙ୍କ ସହିତ ପରମେଶ୍ୱର ରହିବ। ଧନ୍ୟବାଦ ଭଉଣୀ। प्रभु जी धन्यवाद होछु तुम्हें महान ईश्वर तुम्हें आश्चर्य परमेश्वर प्रभु तुम्हें इमानुएल राजा प्रभु अमान सहित मनुष्य मान सहित रहिबा ईश्वर धन्यवाद होछु। तुम्हें शक्ति प्रदान कर मारे बलवान कर समस्त प्रभु मान बुझिया पाए प्रभु तुम्हें बुद्धि ज्ञान प्रभु परिपूर्ण कर बोली प्रार्थना करे। प्रभु धन्यवाद तुम हस्त समर्पण करी प्रार्थना शुणी साहाଯ୍य कर कहया पाए मते हेतु तुमको धन्यवाद त्राणकर्ता प्रभु यीशु नाम रे मांगुछु आमेन। Amen. प्रभुଙ୍କର ଗୌରବ ହଉ। ଆମେ ଦେଖୁଛୁ ଏହା ସମସ୍ତେ ଆମେ ଜାଣିଅଛୁ ତାହା ପ୍ରତ୍ୟେକ ବର୍ଷ ବା ପ୍ରତ୍ୟେକ ପାଷ୍ଟର ପାଳକ ମାନଙ୍କ ମଧ୍ୟରେ ମଧ୍ୟ ଆମେ ଶୁଣିଥିବା ଯେ ପ୍ରକୃତରେ ଇମାନୁଏଲ ଅର୍ଥ ଆମେ ଦେଖୁଛୁ ଆମମାନଙ୍କ ସହିତ ଈଶ୍ୱର ବା ଯିଏ ତାଙ୍କୁ ଗ୍ରହଣ କରେ ତାଙ୍କ ସହିତ ନୁହଁ କିନ୍ତୁ ସମସ୍ତଙ୍କ ସହିତ ଈଶ୍ୱର ଅଛନ୍ତି କିନ୍ତୁ ଯିଏ ଗ୍ରହଣ କରନ୍ତି ତାଙ୍କ ପାଇଁ ସେ କଣ କାର୍ଯ୍ୟ କରନ୍ତି ଆରମ୍ଭ କରନ୍ତି କାର୍ଯ୍ୟ କରିବା ଆରମ୍ଭ କରନ୍ତି। ଆମେ ଜାଣିଛୁ ଇଂଲିଶରେ ଗଡ ୱିଥ ଆସ୍ ଯାହାକି ଈଶ୍ୱର ଆମମାନଙ୍କ ସହିତ। ତାର ଅର୍ଥ ଆମେ ଦେଖୁଛୁ ଏତେ ମହାନ ପରମେଶ୍ୱର ଯେ କି ସାରା ପୃଥିବୀକୁ ସୃଷ୍ଟି କଲେ ସାରା ବିଶ୍ୱକୁ ସୃଷ୍ଟି କଲେ କିନ୍ତୁ ମନୁଷ୍ୟକୁ ସେ ଏତେ ପସନ୍ଦ କଲେ ଯେ ତାଙ୍କର ସହିତ ରହିବା ପାଇଁ ତାଙ୍କ ସହିତ ଏକତ୍ର ଚାଲିବା ପାଇଁ ତାଙ୍କ ଦ୍ଵାରା ମହାନ କାର୍ଯ୍ୟ କରିବା ପାଇଁ କାହା ଦ୍ଵାରା ମନୁଷ୍ୟ ଦ୍ଵାରା ମହାନ କାର୍ଯ୍ୟ କରିବା ପାଇଁ ପ୍ରଭୁ ଚାହିଁଲେ। ସେଥିପାଇଁ ତାଙ୍କୁ ଆମେ ଦେଖୁଛୁ ଇମାନୁଏଲ ବୋଲି ଲେଖାଯାଇଛି। ଏ ହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ। ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଇମାନୁଏଲ ଆମ୍ଭମାନଙ୍କ ସହିତ ଈଶ୍ୱର ରଖିବ। ପ୍ରଭୁଙ୍କର ଗୌରବ ହଉ। ଯାହାକି 700 ବର୍ଷ ପୂର୍ବରୁ ଆମେ ଦେଖୁଛୁ ଯିଶା ଭବିଷ୍ୟତ ବକ୍ତା ଏହି ବାକ୍ୟ ପ୍ରଭୁ ତାଙ୍କୁ ଦେଇଥିଲେ ଆଉ ଏହି ବାକ୍ୟ ମଧ୍ୟ ସେ କଣ କରିଥିଲେ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ ଏବଂ ଭବିଷ୍ୟତ ବାକ୍ୟ ସେ କହିଥିଲେ ଯେ ପ୍ରକୃତରେ ଜଣେ ମହାନ ପରମେଶ୍ୱର ମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରୁଛନ୍ତି। ତ ଯାହା ପାଖରେ ପରମେଶ୍ୱର ଅଛନ୍ତି ଆମେ ଦେଖୁଛୁ ତାଙ୍କୁ ପ୍ରଭୁ ମହାନ ଭାବରେ ବ୍ୟବହାର କରିଛନ୍ତି। ପ୍ରକାର କେତେ ଆମର ଦାସ ମାନଙ୍କୁ ଦେଖିବା ଯେ ଯାହାଙ୍କ ସହିତ ପ୍ରଭୁ ରହିଲେ ଯାହାଙ୍କ ସହିତ ସେ ଅଛନ୍ତି ଆଉ ଯାହାଙ୍କ ଦ୍ଵାରା ସେ ଅଛନ୍ତି ଆମେ ଦେଖୁଛୁ ତ ସେ ମଣ୍ଡଳୀ ମଧ୍ୟରେ ହଉ ଆଉ ପରିବାର ମଧ୍ୟରେ ହଉ ଆଉ ହେଇପାରେ ରାଜନୀତିରେ ମଧ୍ୟ ହଉ ଆମେ ଦେଖୁଛୁ ସମସ୍ତ ମଧ୍ୟରେ ପ୍ରଭୁ ସେମାନଙ୍କୁ କଣ କରିଛନ୍ତି ଉନ୍ନତ କରିଛନ୍ତି। ତେଣୁକରି ଏହି ଇମାନୁଏଲ ପରମେଶ୍ୱରକୁ ଆମେ ପାଇଅଛୁ। ଯଦି ମାଥ୍ୟୁ 7:23 ଆମେ ଦେଖୁଛୁ ସେ ସ୍ଥାନରେ ଲେଖାଯାଇଛି ସେ ସ୍ଥାନ ମଧ୍ୟ ସେମ୍ ବିଷୟ ଆମେ ଦେଖୁଛୁ ଯେ ଲେଖାଯାଇଛି ଯେ ସେ ସ୍ଥାନରେ ମଧ୍ୟ ଇମାନୁଏଲ ବୋଲି ଆମେ ଇମାନୁଏଲ ଶବ୍ଦ ଆମେ ପାଇପାରିବା ଯାହାକି ମାଥ୍ୟୁ ଲିଖିତ ସୁସମାଚାର 1:23 ପଦ ସେଇଠି ମଧ୍ୟ ଲେଖାଯାଇଛି। ମାଥ୍ୟୁ 1:23 देखो ଦେଖ ଜଣେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ସେମ୍ ବିଷୟ ଆମେ ଦେଖୁଛୁ ମାଥ୍ୟୁରେ ମଧ୍ୟ ଏହା ଲେଖାଯାଇଛି ଯାହାକି ମରିୟମଙ୍କ ବିଷୟରେ ଯାହା କୁହାଯାଇଥିଲା ଯେ ସେ ଏକ ଗୋଟେ ଗର୍ଭବତୀ ହୁଏ ବୋଲି କିନ୍ତୁ ତାଙ୍କର ନାଁ ପୂର୍ବରୁ ମେନସନ କରାଯାଇନଥିଲା ଦୂତ ତାଙ୍କ ନିକଟକୁ ଯାଇଥିଲେ। ତେଣୁ ପ୍ରଭୁଙ୍କର ଗୌରବ ହଉ। ଆମେ ଦେଖୁଛୁ ଯେତେବେଳେ ତାଙ୍କ ସହିତ ଗଲେ ସେ ସାରା ପୃଥିବୀକୁ ଉଦ୍ଧାର କରିବା ପାଇଁ ସେ ତ୍ରାଣକର୍ତ୍ତାକୁ ନିଜର ଗର୍ଭରେ ସେ ପାଇପାରିଲେ ଜାଗା। ତ ଆମେ ଦେଖୁଛୁ ଏ ସ୍ଥାନରେ ଆମେ ଗୋଟେ ବିଷୟ ଖୋଲିବା ଆଦି ପୁସ୍ତକକୁ ଯିବା ଯେ ଯାହାଙ୍କ ସହିତ ଇମାନୁଏଲ ରହନ୍ତି କି ପ୍ରକାର କାର୍ଯ୍ୟ କରନ୍ତି ସେ ବିଷୟ ଆମେ ଟିକେ ଦେଖିବା। ଆମେ ଆଦି ପୁସ୍ତକ
39 କୁ ଆମେ ଫେରିଯିବା। ସେ ସ୍ଥାନରେ ଆମେ ଦେଖିପାରିବା ଯେ ପରମେଶ୍ୱର କି ପ୍ରକାର ଭାବରେ ଗୋଟେ ରାଜଙ୍କ ଠାରେ ଜଣେ ପ୍ରଭୁଙ୍କର ଦାସଙ୍କୁ କଣ କରୁଛନ୍ତି ସେ ବ୍ୟବହାର କରୁଛନ୍ତି, ଆମେ ତାହା ଦେଖିପାରିବା। ଯଦି ଆଦି ପୁସ୍ତକ 39 ର 2 ପଦ ଆମେ ପଢିବା, ସେ ସ୍ଥାନରେ ଲେଖାଯାଇଛି ତାହା। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ, ହଁ। ଏଣୁ ସମୃଦ୍ଧ ହେଲେ, ଆଉ ସେ ଆପଣା ମିଶ୍ରୀୟ କର୍ତ୍ତାର ଗୃହରେ ବାସ କଲେ। ହାଲେଲୁୟା। ଆମେ ଦେଖୁଛୁ ଯେ Hallelujah. ଯେତେବେଳେ ପରମେଶ୍ୱର କଣ କଲେ, ଇମାନୁଏଲ ହେଇକି ଯାହାକି ଯୋସେଫଙ୍କ ସହିତ ରହିଲେ, ସେ ସମୟରେ ଆମେ ଦେଖୁଛୁ ସେ ଆଉ ସେ ଚାକର ହେଇ ଯାଇଥିଲେ। କଣ କରୁଥିଲେ? ସେ ଚାକର ହେଇକି ସେ ଘରକୁ ଯାଇଥିଲେ। ଆମେ ଯଦି 3 ପଦରେ ପଢିବା, ସେ ସ୍ଥାନରେ ଲେଖାଯାଇଛି ସେ କଣ କହିଛନ୍ତି, ସେ ଚାକର ହେଇକି ସେ ସ୍ଥାନକୁ ଯାଇଥିଲେ, ସେ ଗୋଟେ ଦାସ ହେଇକି ଯାଇଥିଲେ, ସେ ଗୋଟେ କାର୍ଯ୍ୟ କରିବା ପାଇଁ ଯାଇଥିଲେ। କିନ୍ତୁ ଆମେ ଦେଖୁଛୁ ଏ ସ୍ଥାନରେ ଲେଖାଯାଇଛି ମାତ୍ର ସଦାପ୍ରଭୁ ଯୋସେଫଙ୍କ ସହବର୍ତ୍ତୀ ହେଲେ, ଏଣୁ ସେ ସମୃଦ୍ଧ ହେଲେ, ଆଉ ସେ ଆପଣା ମିସ୍ତ୍ରୀୟ କର୍ତ୍ତାଙ୍କର ଗୃହରେ ବାସ କଲେ। ଗୋଟେ ରାଜାଙ୍କ ଗୃହରେ ବାସ କରିବା ସହଜ ବିଷୟ ନାହିଁ। ଏ ହଉଛି 40 ରାଜା, ଯିଏକି ସମସ୍ତ ବିଷୟ ସେ ଦାୟିତ୍ୱ ନେଉଛନ୍ତି, ତାଙ୍କ ବିନା କୌଣସି ପତ୍ର ହେଲେ ନାହିଁ। କିନ୍ତୁ ଆମେ ଦେଖୁଛୁ ଏ ସ୍ଥାନରେ ଯିଏକି ଚାକର ହେଇକି ଯାଇଥିଲେ, ସେ ତାଙ୍କର ଗୃହର ସମସ୍ତ ଦାୟିତ୍ୱ ନେଉଛନ୍ତି। ଆଉ 3 ପଦରେ ଆମେ ଦେଖୁଛୁ ସେ ସ୍ଥାନରେ ଲେଖାଯାଏ, ଏଥିରେ ସଦାପ୍ରଭୁ ତାହାଙ୍କର ସହବର୍ତ୍ତୀ ଅଛନ୍ତି, ସେ ଯେ କାର୍ଯ୍ୟ କଲେ ସଦାପ୍ରଭୁ ତାଙ୍କ ହାତରେ ଯେ ସମସ୍ତ ସିଦ୍ଧ କରିଅଛନ୍ତି, ଏହା ତାହାଙ୍କର କର୍ତ୍ତା ଦେଖିଲେ। ଆମେ ଦେଖୁଛୁ ଯେତେବେଳେ ପ୍ରଭୁ ଆମ ସହିତ ରହିବେ, ପରମେଶ୍ୱର ଆମମାନଙ୍କ ସହିତ ନିକଟରେ ରହିବେ, ସେତେବେଳେ ଆମମାନଙ୍କର ରଙ୍ଗ ଢଙ୍ଗ, ଆମମାନଙ୍କର କାର୍ଯ୍ୟ, ଆମମାନଙ୍କର ହସ୍ତ ଦ୍ୱାରା ପ୍ରଭୁ କଣ କରିବେ? ମହାନ ମହାନ କାର୍ଯ୍ୟ କରିବେ। ଯିଏ ଚାକର ହେଇକି ଥିଲା, ତାଙ୍କର ଜୀବନରେ, ତାଙ୍କ ପରିବାର ମଧ୍ୟରେ, ସେ ବର୍ତ୍ତମାନ ଆମେ ଦେଖୁଛୁ ସଦାପ୍ରଭୁ ଯେତେବେଳେ ତାଙ୍କର ସହବର୍ତ୍ତୀ ହେଲେ, ସେ ସମୃଦ୍ଧ ହେଲେ ବୋଲି ଲେଖାଯାଇଛି। ସେ ବୃଦ୍ଧି ପାଇଲେ। ସେ ଆମେ ଦେଖୁଛୁ ପରମେଶ୍ୱରଙ୍କର ଶକ୍ତି ତାଙ୍କ ପାଖରେ ଥିଲା ବୋଲି, ସେ ନା ରାଜା ପାଖରେ ହଉ କି ଯେଡେ ବଡ ଲୋକ ପାଖରେ ମଧ୍ୟ ହଉ, ସେ କଣ କରିଛନ୍ତି? ପରମେଶ୍ୱରଙ୍କର ଶକ୍ତି ସେ ଦେଖାଇ ପାରିଅଛନ୍ତି। ଆଉ ତେଣୁକରି ଆମମାନଙ୍କ ଜୀବନରେ ଆମେ ଯଦି ସେଇ ଇମାନୁଏଲ ଅର୍ଥାତ୍ ଆମମାନଙ୍କ ସହିତ ଈଶ୍ୱରଙ୍କୁ ଆମମାନଙ୍କ ନିଜ ପରିବାର ମଧ୍ୟରେ, ନିଜ ମଧ୍ୟରେ ଆମେ ଯଦି ରଖିବା, ପରମେଶ୍ୱର କଣ କରିବେ? ସେଇ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା ରଖିବେ ନାହିଁ, ସେ ଦରିଦ୍ର ଅବସ୍ଥା ରଖିବେ ନାହିଁ। ପ୍ରଭୁ ଆମମାନଙ୍କୁ ଲେଖାଯାଇଛି ସମୃଦ୍ଧି କରିବେ ବୋଲି ଲେଖାଯାଇଛି। ସମୃଦ୍ଧି କରିବେ ଅର୍ଥାତ୍ ଆମମାନଙ୍କୁ ସେଇ ଅବସ୍ଥାରେ ରଖିବା ପାଇଁ ଦେବେ ନାହିଁ, ସେ ବୃଦ୍ଧି କରିବେ। ଆଉ ଧନରେ ହଉ, ସମ୍ପତ୍ତିରେ ହଉ, ଆମେ ଦେଖୁଛୁ ଯୋଉ ଦିନ କଣ କଲେ, ଫାରୋ କଣ କଲେ, ତାଙ୍କୁ ସେଇ ଦାୟିତ୍ୱ ଦେଲେ, ସେଇ ଗୃହର ଦାୟିତ୍ୱ ଦେଲେ, ସେଇ ଦିନ ଠାରୁ ଆମେ ଦେଖୁଛୁ ତାଙ୍କର ପରିବାର ମଧ୍ୟରେ, ତାଙ୍କର କ୍ଷେତ୍ରରେ, ତାଙ୍କର ଯେତିକି ଫଳରେ, ତାଙ୍କର ସମସ୍ତ ବିଷୟ ଆମେ ଦେଖୁଛୁ ଆଶୀର୍ବାଦ ଆସିଲା। ଆଉ ତାହା ଦେଖି ଫାରୋ ବହୁତ ଆନନ୍ଦିତ ହେଲା। ପ୍ରକୃତରେ ଏ ପ୍ରକାର ବ୍ୟକ୍ତି ତାଙ୍କଠାରେ, ସେ ଯୋଉ ଦିନ ଠାରୁ ମୁଁ ଦାୟିତ୍ୱ ଦେଇଛି ବା ଯୋଉ ଦିନ ଠାରୁ ମୁଁ ତାଙ୍କୁ ସମର୍ପଣ କଲି, ସେଇ ଦିନ ଠାରୁ ତାଙ୍କର ପରିବାର ମଧ୍ୟରେ ଗୋଟେ ନୂତନ ବିଷୟ ସେ ଦେଖିପାରିଲେ। ତେଣୁ ଆମେ 5 ପଦରେ ଦେଖନ୍ତୁ, ସେ ସ୍ଥାନରେ ଲେଖାଯାଇଛି, ଆପଣ ମାନେ କ୍ଲିୟର ହେଇଯିବେ। ଏହି 5 ପ୍ରକାରେ ପଦ। ହଁ। ଯୋସେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋସେଫଙ୍କ ଲାଗି ସେହି ମିଶ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ତ ଆମେ ଦେଖୁଛୁ ଯେ କେବଳ ଯୋସେଫଙ୍କ ଦ୍ୱାରା ହିଁ ଆମେ ଦେଖୁଛୁ ଏ ସ୍ଥାନରେ ବଡ ଆଶ୍ଚର୍ଯ୍ୟ କାର୍ଯ୍ୟ ହେଇଛି। ଆଉ ତାଙ୍କ ଦ୍ୱାରା ନିଜେ ଦେଖିପାରିଲେ ଯେ ପଟିଫର ରାଜା, ଯାହାକି ଆମେ ଦେଖୁଛୁ ସେ ଫାରୋଙ୍କର ଭାଇନା, ଆମେ ସେ ଦେଖିପାରିଲେ ଯେ ପ୍ରକୃତରେ ଏହାଙ୍କ ଦ୍ୱାରା ପ୍ରଭୁ ମହାନ କାର୍ଯ୍ୟ କରୁଅଛନ୍ତି। ଆଜି ଯଦି ଆମେ ବଞ୍ଚିଛୁ, ଆଜି ଯଦି ଜୀବିତ ରହିଅଛୁ, ପ୍ରଭୁ ଆମମାନଙ୍କୁ ରକ୍ଷା କରିଛନ୍ତି, ତାହେଲେ ଆମେ କଣ କରିବାକୁ ପଡିବ? ଆମମାନଙ୍କୁ ବୃଦ୍ଧି ହେବାକୁ ପଡିବ। ପ୍ରଭୁଙ୍କର ବାକ୍ୟରେ Amen. ହଉ, ତାଙ୍କର କାର୍ଯ୍ୟରେ ହଉ, ତାଙ୍କର ସେବାରେ ହଉ, ତାଙ୍କର କୌଣସି ବିଷୟରେ ସବୁଥିରେ ଆମେ କଣ ହେବାକୁ ପଡିବ? ବୃଦ୍ଧି ହେବାକୁ ପଡିବ। ସେଥିପାଇଁ ଲେଖାଯାଇଛି ସେହି ଅଧ୍ୟକ୍ଷ କରିବା ଦିନ ଠାରୁ ବୋଲି ଲେଖାଅଛି। ଅଧ୍ୟକ୍ଷ କରିବା ଦିନ ଠାରୁ, ଯୋଉ ଦିନ ଯୋସେଫଙ୍କୁ ପଟିଫର ରାଜା ଅଧିକାର ଦେଲେ, ସେଇ ଦିନ ଠାରୁ ତାଙ୍କର ପରିବାରରେ ଯେତେ ସେ ଧାନ ଅମଳ କରୁଥିଲେ ତାଠୁ ଡବଲ ହେଲା, ଯେତେ ସେ ମାଣ୍ଡିଆ କରୁଥିଲେ ତାଠୁ ଡବଲ ହେଲା, ଯେତେ ସେ ଯାହା ବି କରୁଥିଲେ ସମସ୍ତ ବିଷୟ କଣ ହେଲା? ବୃଦ୍ଧି ହେଲା। ଆଉ ତାହା 44 ରାଜା ଦେଖିଲେ।
ସେହି ଦିନ ଠାରୁ ଅଧ୍ୟକ୍ଷ କରିବା ଦିନ ଠାରୁ ସଦାପ୍ରଭୁ ଯୋସେଫଙ୍କ ଲାଗି ସେହି ମିଶ୍ରୀୟ ଲୋକଙ୍କର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ କ୍ଷେତ୍ର ସହିତ ସମସ୍ତ ସମ୍ପତ୍ତି ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା। ଅର୍ଥ ଭଣ୍ଡାରରେ ମଧ୍ୟ ଆମେ ଦେଖୁଛୁ ସେ ଯେତିକି ଯେଉଁମାନେ ଥିଲେ ତା ପୂର୍ବରୁ ଯେତେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ଏ ଯୋଉ ଦିନ ଠାରୁ ସେ ପାଇଲେ ଅଧିକାର, ସେଇ ଦିନ ଠାରୁ ଆମେ ଦେଖୁଛୁ ପରମେଶ୍ୱର ସେଇ ମିଶ୍ରୀୟ ପରିବାର ମଧ୍ୟରେ ଯୋଉ ପତିଫର ପରିବାର ମଧ୍ୟରେ ମହାନ କାର୍ଯ୍ୟ କଲେ ଏବଂ ସମସ୍ତ କାର୍ଯ୍ୟ ଦ୍ୱିଗୁଣ ଭାବରେ ପରିପୂର୍ଣ୍ଣ ହେଲା। ପ୍ରକୃତରେ ଖ୍ରୀଷ୍ଟିଆନ ଲୋକ ବା ପ୍ରଭୁଙ୍କର ଲୋକ, ଯୀଶୁ ଖ୍ରୀଷ୍ଟଙ୍କର ଲୋକମାନେ ଆଶୀର୍ବାଦ ଯୁକ୍ତ ଲୋକ। ଯୋଉ ସ୍ଥାନକୁ ଯିବେ ସେ ସ୍ଥାନରେ ଆଶୀର୍ବାଦ ବର୍ତ୍ତିବ। ଯୋଉ ଘରକୁ ଯିବେ ସେ ଘରେ ଶାନ୍ତି ରହିବ। ଯୋଉ ପରିବାରକୁ ଯିବେ ସେ ଯୋଉ ଅଶାନ୍ତି ଥିବ ସେ ପରିବାର ସେମାନେ କଣ କରିପାରନ୍ତି? ଯୀଶୁଙ୍କ ନାମରେ ବା ଇମାନୁଏଲଙ୍କ ନାମରେ ସେମାନେ କଣ କରିପାରିବେ? ଶାନ୍ତି ସ୍ଥାପନ କରି ପାରିବେ। ତେଣୁ Amen. ଆମେ ସେଇ ମହାନ ପରମେଶ୍ୱରଙ୍କୁ ଆମମାନଙ୍କ ଜୀବନରେ ରଖିବା, ତାହେଲେ ପ୍ରଭୁ କଣ କରିବେ? ଆମମାନଙ୍କୁ ଆଶୀର୍ବାଦ କରିବେ। ଆଉ ଜଣକୁ ଆମେ ଦେଖିବା ଯିଏକି ଜୀବନରେ କେବେ ବି ସେ କଣ କରିନଥିଲେ, ଆଉ ସେ ଭାବିନଥିଲେ ଯେ ମୁଁ ଏ ପ୍ରକାର କାର୍ଯ୍ୟ କରିପାରିବି ବୋଲି। ଆମେ ପ୍ରଥମ ସାମୁଏଲ ଆମେ ଖୋଲିବା 16 ଅଧ୍ୟାୟର 18 ପଦ ଗୋଟେ ସେ ସ୍ଥାନରେ ଲେଖା ଯାଇଛି। ଆପଣମାନେ ଜାଣିବେ ଯେ ଆହୁରି ଯାହାକି ଆମେ ଦାଉଦଙ୍କ ବିଷୟରେ ଯେ ସେ ଏ ପ୍ରକାର କାର୍ଯ୍ୟ କରିଛନ୍ତି। ପ୍ରଭୁ ତାଙ୍କୁ ଏତେ ମହାନ କାର୍ଯ୍ୟ କରିଅଛନ୍ତି ତାଙ୍କ ଦ୍ୱାରା ଯେ ଇମାନୁଏଲ ଯଦି ଆମ ସହିତ ରହିବେ ଆମେ କେମିତି ହେଇପାରିବା, ସେଇ ବିଷୟ ଆମେ ଦେଖୁଛୁ। ଟିକେ ଆପଣମାନେ ଖୋଲନ୍ତୁ ପ୍ରଥମ ସାମୁଏଲ 16ର 18 ପଦ। ତହିଁରେ ଯୁବାମାନଙ୍କ ହଁ, ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, ଦେଖନ୍ତୁ, ମୁଁ ବେଥଲିମର ଯିସିର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ ଆଉ ରୂପବାନ। ପୁଣି ସଦାପ୍ରଭୁ ତାହାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। ହାଲେଲୁୟା। ହାଲେଲୁୟା। Hallelujah. ପ୍ରଭୁଙ୍କର ଗୌରବ ଦେଖ ଆମେ ଦେଖୁଅଛୁ ଯେ ଦାଉଦଙ୍କ ଜୀବନ କଥା ଆମେ ଜାଣିଛୁ। ସେ ନିଜ ହସ୍ତରେ ଯେତେବେଳେ ସେ ମେଷ ବାଳକ କାର୍ଯ୍ୟ କରୁଥିଲେ ସେଇ ସମୟରେ ସେ କଣ କରିଛନ୍ତି? ସେ ଭାଲୁକ ଏବଂ ସିଂହକୁ କଣ କରିଛନ୍ତି? ନିଜ ହସ୍ତରେ ସେ ମାରିଅଛନ୍ତି। ନିଜ ହସ୍ତ ଦ୍ୱାରା ସେମାନଙ୍କୁ ସେ ବିଦୀର୍ଣ୍ଣ କରିଅଛନ୍ତି, ଖଣ୍ଡ ଖଣ୍ଡ କରିଅଛନ୍ତି। ଆଉ ଆମେ ଦେଖୁଛୁ ପରମେଶ୍ୱର ଯେ ମହାନ ପରମେଶ୍ୱର ସେ ବିଷୟରେ ଆମେ ଦେଖୁଅଛୁ ସେ ନିଜେ ତାହା କରିଅଛନ୍ତି। ଆଉ ଯାହାକି ଆମେ ମେନ୍ ବିଷୟ ଆମେ ଦେଖୁଛୁ ଯାହାକି ଗଲିଆତକୁ ମାରିବା ପାଇଁ ତାଙ୍କୁ ସମୟ ଲାଗିବ ନାହିଁ, ସେ ତାହା ଜାଣିଥିଲେ। କାହିଁକି? ଈଶ୍ୱର ମୋ ସହିତ ଅଛନ୍ତି, ପରମେଶ୍ୱର ମୋ ନିକଟରେ ଅଛନ୍ତି, ପରମେଶ୍ୱର ମୋ ସହିତ ଅଛନ୍ତି ବୋଲି ସେ କଣ କରିଥିଲେ? ସେ ଜାଣିଥିଲେ। ତେଣୁକରି ତାଙ୍କୁ ଅନେକ ପ୍ରକାର ବସ୍ତ୍ର ପିନ୍ଧାଗଲା, ଅନେକ ସାଞ୍ଜୁ ପିନ୍ଧାଗଲା, ଅନେକ ବିଷୟ ତାଙ୍କୁ କରାଗଲା, କିନ୍ତୁ ତାହା ଦ୍ୱାରା ସେ କେବେ ପିନ୍ଧି ପାରିଲେ ନାହିଁ। ସେ ଜାଣିଥିଲେ ପରମେଶ୍ୱର ମୋ ସହିତ ଅଛନ୍ତି। ଯାହାକି ଅସମ୍ଭବ କାର୍ଯ୍ୟ ଆମେ ଯଦି ପରମେଶ୍ୱରଙ୍କ ସହିତ ରହିବା, ପରମେଶ୍ୱର ଆମମାନଙ୍କ ସହିତ ରହିବେ, ତାହେଲେ ଆମେ ଅସମ୍ଭବ କାର୍ଯ୍ୟ ମାନ ଆମେ କରିପାରିବା ପ୍ରଭୁଙ୍କ ନାମରେ। ଯୀଶୁ ମଧ୍ୟ କହିଲେ ଯେ ତୁମେ ମୋ ନାମରେ ମୁଁ ଯୋଉ ଯୋଉ କାର୍ଯ୍ୟ କରିଛି ତାଠାରୁ ମଧ୍ୟ ଅଧିକ କାର୍ଯ୍ୟ କରିପାରିବ ବୋଲି ଯୀଶୁ ମଧ୍ୟ ଆମେ ନୂତନ ନିୟମରେ ଆମେ ତାହା ଦେଖିପାରୁଛୁ। ସେ କହିଅଛନ୍ତି। ତେଣୁ ଦାଉଦକୁ ତାହା କଷ୍ଟ ଲାଗିନାହିଁ, ଦାଉଦକୁ ତାହା କଷ୍ଟ ଲାଗିଲା ନାହିଁ। ସାରା ଇସ୍ରାଏଲ ଲୋକ ତାଙ୍କୁ ଭୟ କରୁଥିଲେ, ସାରା ଇସ୍ରାଏଲକୁ ସେ ନିଜ ହସ୍ତରେ ସେ ନଚଉଥିଲା, କିନ୍ତୁ ଆମେ ଦେଖୁଛୁ ପରମେଶ୍ୱର ତାଙ୍କୁ କଣ କରୁଛନ୍ତି? ତାଙ୍କୁ ଯୋଉ ତାଙ୍କ ସହିତ ରହିଲେ, ସେଇ ଦିନ ଠାରୁ ଦାଉଦ କଣ ହେଇଛନ୍ତି? ଅଧିକ ଭାବରେ ସେ ଶକ୍ତିଶାଳୀ ହୋଇପାରିଛନ୍ତି। ଲେଖାଯାଇଛି ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ। ଆମେ ଦେଖୁଛୁ ଯେତେବେଳେ କାହାକୁ ଭୂତ ଲାଗିଲା କି କଣ ଲାଗିଲା, ଆମେ ଦେଖୁଛୁ ସେ ଗିଟାର ବଜେଇକି ତାଙ୍କର ଏ ଯୋଉ ବୀଣା ବଜେଇକି ସେ କଣ କରୁଥିଲେ? ସେଇ ଭୂତକୁ ସେ ବାହାର କରିବା ପାଇଁ ଶକ୍ତି ପାଇଥିଲେ। ଆଉ ଆମେ ଦେଖୁଛୁ ଯୋଦ୍ଧା ଓ କଥାରେ ସିଦ୍ଧ ଆଉ ରୂପବାନ, ପୁଣି ସଦାପ୍ରଭୁ ତାହାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। ପ୍ରଭୁଙ୍କର ଗୌରବ ହଉ। ପରମେଶ୍ୱର ଯଦି ଆମମାନଙ୍କର ସଙ୍ଗରେ ରହିବେ, ଲୋକମାନେ ଯାହା କରିପାରିନାହାନ୍ତି, ଗୋଟେ ରାଜ୍ୟ ଯାହା କରିପାରିନାହିଁ, ଗୋଟେ ଦେଶ ଯାହା କରିପାରି ନାହିଁ, ଗୋଟେ ୱାର୍ଡ ଯାହା ହେଇପାରି ନାହିଁ, କି ଗୋଟେ ପଞ୍ଚାୟତ ଯାହା କରିପାରେ ନାହିଁ, ତାହା ଆମ ଦ୍ୱାରା ପ୍ରଭୁ କରିବା ପାଇଁ ଯାଉଛନ୍ତି। ତାହା ଆମ ଦ୍ୱାରା ପ୍ରଭୁ କରିବେ କେତେବେଳେ? ଯେତେବେଳେ ପରମେଶ୍ୱର ଆମମାନଙ୍କ ସଙ୍ଗରେ ରହିବେ,
ଆମମାନଙ୍କ ସହିତରେ ରହିବେ, ଆମ ପରିବାରରେ ରହିବେ, ଆମ ପିଲାମାନଙ୍କ ସହିତ ରହିବେ। ଆମେ ଦେଖୁଛୁ ପିଲାମାନେ ଏପଟେ ସେପଟେ ହେବେ ନାହିଁ, ପିଲାମାନେ ଏ ପ୍ରକାର ନେଣେ ତେଣେ ସେମାନେ ହେବେ ନାହିଁ, ଯେତେବେଳେ ପରମେଶ୍ୱର ଆମମାନଙ୍କ ସହିତରେ ରହିବେ। Amen. ତେଣୁକରି ଆମମାନେ ପ୍ରଥମ ସ୍ଥାନ ପରମେଶ୍ୱରଙ୍କୁ ଦେବା, ପରମେଶ୍ୱରଙ୍କର ଗୌରବ କରିବା, ତାହେଲେ ପ୍ରଭୁ କଣ କରିବେ? ଆମମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରିବେ। ଆମେ ଦେଖୁଛୁ ଯେ ଯାହାକି ଇମାନୁଏଲ ଅର୍ଥ ସେ ଆମମାନଙ୍କର ସହିତ ଈଶ୍ୱର, ସେହି ଈଶ୍ୱର ଯାହା ସହିତ ଅଛନ୍ତି ସେମାନେ କେବେ ବି ହତାଶ ହେବେ ନାହିଁ, ନିରାଶ ହେବେ ନାହିଁ। ଦାଉଦ କିଛି ଚିନ୍ତା କରିନଥିଲେ ମୁଁ ଗୋଲିଆତକୁ ମାରିବା ପାଇଁ, ତାଙ୍କଠାରେ କୌଣସି ପ୍ରକାର ଅସ୍ତ୍ର ଦ୍ୱାରା ସେ ମାରି ନାହାନ୍ତି। ସାଧାରଣ ଆମେ ଦେଖୁଛୁ ସେ ଛିଟିକିଣ ଦ୍ୱାରା ସେ ଜାଣିଥିଲେ ଯେ ଗୋଲିଆତ କିଛି ନୁହଁ, ଏଇ ସିଂହ ଠାରୁ ଆଉ ଭାଲୁ ଠାରୁ କୌଣସି ଶକ୍ତିଶାଳୀ କି, ତାହା ମଧ୍ୟ ସେ ଜାଣିଥିଲେ, ତାହା ମଧ୍ୟ ସେ ବୁଝିଥିଲେ। ତେଣୁକରି ସେ କୌଣସି ବିଚଳିତ ହେଲେ ନାହିଁ। ଆଉ ଯୋଉମାନଙ୍କ ସହିତ ଈଶ୍ୱର ନାହାନ୍ତି, ଯୋଉମାନଙ୍କ ସହିତ ପ୍ରଭୁ ନାହାନ୍ତି, ଯୋଉମାନଙ୍କ ସହିତ ପରମେଶ୍ୱର କାର୍ଯ୍ୟ କରନ୍ତି ନାହିଁ, ରହନ୍ତି ନାହିଁ, ସେମାନେ କଣ କରିବେ? ସେମାନେ ବିଚଳିତ ହେବେ। ତେଣୁ ଆମମାନଙ୍କ ଜୀବନରେ ଯଦି ଈଶ୍ୱରଙ୍କୁ ଆମେ ପ୍ରଥମ ସ୍ଥାନ ଦେବା, ପରମେଶ୍ୱରଙ୍କୁ ଆମେ ଯଦି ପ୍ରଥମ ଅଧିକାର କରିବା, ତାହେଲେ ପ୍ରଭୁ କଣ କରିବେ? ଆମମାନଙ୍କୁ ରଖିବେ। ସେଥିପାଇଁ ଯୋସେଫ ଯେତେବେଳେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଲେ, ସେ ରାଜା ଘରେ ଯୋଉ ଚାକର ଥିଲେ ତାହାଙ୍କୁ ସେ ଆମେ ଦେଖୁଛୁ ପ୍ରଧାନମନ୍ତ୍ରୀ ହେଲେ। ସେ କଣ ହେଲେ? ସେଇ ପ୍ରଧାନମନ୍ତ୍ରୀ ହେଲେ ବୋଲି ଆମେ ଆମେ ଦେଖିପାରୁଛୁ ଯେ ପରମେଶ୍ୱର ତାଙ୍କୁ ପ୍ରଚୁର ଆଶୀର୍ବାଦ କଲେ। ପ୍ରଧାନମନ୍ତ୍ରୀ ହେବାଟା ସହଜ ବିଷୟ ନାହିଁ। ରାଜାଙ୍କ ମଧ୍ୟରେ ବିନା ପଚାରିକି ଯୋସେଫଙ୍କୁ ନ ପଚାରି କରି ରାଜା ମଧ୍ୟ କିଛି କାର୍ଯ୍ୟ କରିପାରିଲା ନାହିଁ, ରାଜା ମଧ୍ୟ କିଛି କଥା କହିପାରିଲେ ନାହିଁ। ଆଉ ଯୋସେଫଙ୍କୁ ଯାହା ଦରକାର ସେ ପଚାରିବେ, ଯାହା ଦରକାର ସେ ନେବେ। ତେଣୁ ଆମେ ଏଇ ମହାନ ପରମେଶ୍ୱରକୁ ଯୋଉ ପାଇଅଛୁ, ଏଇ 2025 ବର୍ତ୍ତମାନ ସରିଯିବ, 2026ରେ ଆମେ ଈଶ୍ୱରଙ୍କ ସହିତ ଚାଲିବା, ଈଶ୍ୱରଙ୍କ ନିକଟରେ ଆମେ ଚାଲିବା, ଈଶ୍ୱରଙ୍କ ସହିତ ଗମନାଗମନ କରିବା, ତାହେଲେ ପ୍ରଭୁ କଣ କରିବେ? ଆମମାନଙ୍କୁ ଆଶୀର୍ବାଦ କରିବେ। ଆଉ ଗୋଟେ ବିଷୟ ଆମେ ଦେଖିବା, ଯାହାକି ଆଉ ଜଣେ ପ୍ରଭୁଙ୍କର ଦାସଙ୍କୁ ପ୍ରଭୁ କେମିତି ଆଶୀର୍ବାଦ କରିଥିଲେ। ଆମେ ଯାତ୍ରା ପୁସ୍ତକ ଖୋଲିବା, ଏଇଟା 12 କେତେ ଅଧ୍ୟାୟ ପର୍ବ ଥିଲା? 4ର 12, ସାମୁଏଲ ଯାତ୍ରା 4ର 12। ମତେ କାଲି ରାତି ସାରା ଜ୍ୱର ହେଇଛି, କିନ୍ତୁ ପ୍ରଭୁଙ୍କର ଗୌରବ ହଉ। 4ରୁ 12 ଲେଖା ଅଛି। ଏଣୁ ଏବେ ଯାଅ, ହଁ, ଆମ୍ଭେ ତୁମ୍ଭ ମୁଖରୁ ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା। ହୁଁ, ତହିଁରେ ସେ କହିଲେ, ହେ ପ୍ରଭୁ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ ତାହା ଦ୍ୱାରା ପଠାନ୍ତୁ। ହଁ, ଧନ୍ୟବାଦ। 15, ତୁମ୍ଭେ ତାହାଙ୍କୁ କହିବ ଓ ତାହାର ମୁଖର ବାକ୍ୟ ଦେବ। ପୁଣି ଆମ୍ଭେ ତୁମ୍ଭ ମୁଖର ଓ ତାହାର ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। Praise the Lord. Praise the Lord. ପ୍ରଭୁଙ୍କର ଗୌରବ ହଉ। ଏଇଠି ଆମେ 15 ପଦରେ ଗୋଟେ ବିଷୟ ଦେଖୁଅଛୁ, ଯଦ୍ୟପି ମଶା କଥା କହି ପାରୁନାହାନ୍ତି, ଯଦ୍ୟପି ସେ କହିବା ପାଇଁ ତାଙ୍କର ଶକ୍ତି ନାହିଁ ବା କହିବା ପାଇଁ ସେ ଧୋତଲା ଅଛନ୍ତି, ତଥାପି ଆମେ ଦେଖୁଛୁ 15 ପଦରେ ଆମ୍ଭେ ତୁମ ମୁଖର ଓ ତାହା ମୁଖର ସହବର୍ତ୍ତୀ ହେବା। ଯିଏ ପ୍ରଚାର କରୁଛନ୍ତି ତାଙ୍କର ମୁଖ ଏବଂ ଯିଏ ଟ୍ରାନ୍ସଲେଟର କରୁଛନ୍ତି ତାଙ୍କର ମୁଖ, ଦୁଇ ଜଣଙ୍କର ମଧ୍ୟରେ ଆମେ କଣ ହେବା? ଆମେ ସହବର୍ତ୍ତୀ ହେବା ବୋଲି ପ୍ରଭୁ ମଶାଙ୍କୁ କହୁଛନ୍ତି। ତ ଆମେ ଦେଖୁଛୁ ଯଦି ଇମାନୁଏଲ ଆମର ସଙ୍ଗରେ ଅଛି, ଯାହାକି ଡିଫିକଲ୍ଟ ବିଷୟ, ଆମେ ଯାହାକି ଆମ ଜୀବନରେ ଆମେ କରି ପାରିନଥିବା, ସେଇ ବିଷୟ ପ୍ରଭୁ ଚାହୁଁଛନ୍ତି ଯେ ଆମ ଦ୍ୱାରା କରିବା ପାଇଁ, ଆମ ଦ୍ୱାରା ମହାନ କାର୍ଯ୍ୟ କରିବା ପାଇଁ। ଆମେ ହେଇପାରେ ଆମର ଟଙ୍କା ନଥାଏ, ଆମଙ୍କର ଧନ ନଥାଏ, ଆମଙ୍କର ସମ୍ପତ୍ତି ନଥାଏ, କୌଣସି ବିଷୟ ନଥାଉ, କିଛି ଅସୁବିଧା ନାହିଁ, କିନ୍ତୁ ଇମାନୁଏଲ ଯଦି ଆମ ସଙ୍ଗରେ ଅଛନ୍ତି, ପରମେଶ୍ୱର ଯଦି ଆମ ସହିତ ଅଛନ୍ତି, ଆମମାନଙ୍କର ନିକଟରେ ଅଛନ୍ତି, ସେ କଣ କରିବେ? ସମସ୍ତ କାର୍ଯ୍ୟ କରିବେ। ସେଥିପାଇଁ 15 ଲେଖାଯାଏ, ତୁମ୍ଭେ ତାହାକୁ କହିବ ଓ ତାହାର ମୁଖର ବାକ୍ୟ ଦେବ। ପୁଣି ଆମ୍ଭେ ତୁମ୍ଭ ମୁଖର ଓ ତାହାର ମୁଖ ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। ଶିକ୍ଷକ ହଉଛନ୍ତି ପରମେଶ୍ୱର। ପରମେଶ୍ୱର କଣ କରିବେ? ହେଇ ଯିଏ ପ୍ରଚାର କରୁଛନ୍ତି ଆଉ ଯିଏ ଟ୍ରାନ୍ସଲେଟ କରୁଛନ୍ତି, ତାଙ୍କୁ ମଧ୍ୟ ସେ କଣ କରିବେ? ପ୍ରଭୁ ଠିକ କଥା କହିବେ, ଯଦ୍ୱାରା ସେ ମଧ୍ୟ ଭୁଲ ଭାବରେ ଟ୍ରାନ୍ସଲେଟ କରିପାରିବ ନାହିଁ। ପରମେଶ୍ୱର ସହବର୍ତ୍ତୀ ହେବେ। ପ୍ରଭୁ ଆମ ସଙ୍ଗରେ ରହିଲେ ଆମେ ଯଦି ଭୁଲ କହୁଥିଲେ ମଧ୍ୟ କଣ ହେଇପାରିବ? ଲୋକମାନେ କଣ ଶୁଣିବେ? ତା ଠିକ ବିଷୟ ସେମାନେ ଶୁଣିପାରିବେ। ଜଣେ ଏମିତି ପ୍ରଭୁଙ୍କର ଦାସ ଆମେରିକା ଗଲେ, ହେଲେ ତାଙ୍କୁ ଇଂଲିଶ ଜଣା ନାହିଁ, ତାକୁ ଓଡିଆ ଭାଷା ହିଁ ଜଣା, ଆଉ ଇଂଲିଶ ଜଣା ନାହିଁ, କିନ୍ତୁ ସେ ଯାଇଛନ୍ତି। ତ
ତ ଆମେ ଦେଖୁଛୁ ତାଙ୍କୁ ଯେତେବେଳେ କୁହାଗଲା ପ୍ରଚାର କର ବୋଲି ସେ ଓଡ଼ିଆରେ ପ୍ରଚାର କଲେ, କିନ୍ତୁ ସେମାନେ କଣ ଶୁଣିଲେ? ଇଂଲିଶରେ ସେମାନେ ଶୁଣି ପାରିଲେ। Praise the Lord। Praise the Lord. ଆଶ୍ଚର୍ଯ୍ୟ Praise the ବିଷୟ Lord. ଯେ କି ସେ ଓଡ଼ିଆରେ ପ୍ରଚାର କଲା ସେ ସ୍ଥାନରେ ଇଂଲିଶ ଲୋକମାନଙ୍କ ପାଖରେ, କିନ୍ତୁ ଆମେ ଦେଖୁଛୁ ସେମାନେ ଇଂଲିଶରେ ସେ ଓଡ଼ିଆ ଭାଷା ସେ ଇଂଲିଶରେ ଟ୍ରାନ୍ସଲେଟ କରିବାର ଶୁଣି ପାରିଲେ ସେମାନେ। ତାହା ଅତି ମିରାକଲ ନୁହଁ କି? ପରମେଶ୍ୱର କେତେ ମହାନ ପରମେଶ୍ୱର, ଯାହାକି ଆମେ ଭାବିନଥିବା, ଯାହା ଆମେ ଚିନ୍ତା ମଧ୍ୟ କରୁନଥିବା। ଏ ସ୍ଥାନରେ ଆମେ ଦେଖୁଛୁ ପ୍ରଭୁ ମୋଶାଙ୍କୁ କହିଲେ ତୁମର ବାକ୍ୟ ପୁଣି ଆମ୍ଭେ ତୁମର ମୁଖର ତାହାଙ୍କ ବାକ୍ୟ ସହବର୍ତ୍ତୀ ହୋଇ ତୁମମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। ଦେଖ, ଯୋଉଟା ଦରକାର ସେମାନଙ୍କୁ ତାହା ପ୍ରଭୁ ଦେବେ। ଯୋଉ ପରିବାରର ସମସ୍ୟା ପ୍ରଭୁ ଜାଣିଛନ୍ତି, ଘରେ ଅସୁବିଧା ହେଇଯାଇଛି ପ୍ରଭୁ ଜାଣିଛନ୍ତି, କାହାର ପରିବାରରେ ଦୁଃଖ ରହିଛି, ଅଶାନ୍ତି ରହିଛି ପ୍ରଭୁ ଜାଣିଛନ୍ତି। ସେ ବିଷୟରେ ହିଁ ପ୍ରଭୁ କଣ କରିବେ? ଶିକ୍ଷା ଦେବେ। ଆମେ ଓଡ଼ିଆରେ କହୁ, ଇଂଲିଶରେ କହୁ। ତେଣୁ ପରମେଶ୍ୱର କେତେ ମହାନ ଯେ ଆମମାନଙ୍କୁ କଣ କରନ୍ତି? ଆମମାନଙ୍କୁ ସେଇ ଶକ୍ତି ସେ ଦିଅନ୍ତି। ସେ କେତେବେଳେ? ଇମାନୁଏଲ ଯେତେବେଳେ ଆମମାନଙ୍କର ସହିତ ରହିବେ, ଆମେ କୌଣସି ବିଷୟକୁ ଭୟ କରିବା ନାହିଁ। ଆମେ ଦେଖୁଛୁ ପରମେଶ୍ୱର ଯୋସେଫକୁ ଏ ପ୍ରକାର କାର୍ଯ୍ୟ କଲେ। ପରମେଶ୍ୱର ଦାଉଦଙ୍କୁ ସେ ଯୋଉ ଇସ୍ରାଏଲକୁ ଥରଉଥିଲେ, ତାଙ୍କୁ ସେ ତାଙ୍କ ସହିତ ରହି ଗଲିଆତକୁ ଧ୍ୱଂସ କରିଦେଲେ। ଆଉ ଆମେ ଦେଖୁଛୁ ଆଉ ଜଣକୁ ଆମେ ଦେଖିବା, ଯାହାକି ବିଚାରକର୍ତ୍ତାରେ ତାହା ଲେଖା ଅଛି, ଗିଦିଓନକୁ ମଧ୍ୟ ପ୍ରଭୁ କଣ କରିଛନ୍ତି? ସେ ସ୍ଥାନରେ ବ୍ୟବହାର କରିଛନ୍ତି ଏବଂ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଅଛନ୍ତି। ସେ ହଜାର ହଜାର ସୈନ୍ୟକୁ ସେ ମାରିବାର ଥିଲା, ତାଙ୍କ ପାଖରେ ଅଛନ୍ତି, କିନ୍ତୁ ଗିଦିଓନ ପାଖରେ କେତେ ଥିଲା? ଗିଦିଓନ ପାଖରେ ମାତ୍ର ଯେତିକି ଆସିଥିଲେ ସବୁକୁ ସେ ରିଜେକ୍ଟ କରିଦେଲେ, ଆଉ ମାତ୍ର 300 ଲୋକ ରହିଲେ। 300 ଲୋକ ମାତ୍ର ରହିଲେ, କିନ୍ତୁ 300 ଲୋକକୁ ଦେଖନ୍ତୁ, ଆଉ ସିଆଡେ ଅସଂଖ୍ୟ ମାନେ ସୈନ୍ୟ ମାନେ ଅଛନ୍ତି। ଏଇ 300 ଲୋକ ସମସ୍ତଙ୍କୁ କଣ କରିଛନ୍ତି? ମାରି ପକେଇଲେ। Praise the Lord। Praise the Lord. ହାଲେଲୁୟା। Hallelujah. ଆଶ୍ଚର୍ଯ୍ୟ ବିଷୟ ଆପଣ ମାନେ ପଢିବେ, ଆଉ ଯେତେବେଳେ ଆପଣ ପଢିବେ ଆଶ୍ଚର୍ଯ୍ୟ ଲାଗିବ। ଏତେ ଅସଂଖ୍ୟ ଲୋକକୁ ମାତ୍ର ଏମାନେ 300 ଲୋକ, 300 ମାତ୍ର, ଏମାନେ କେମିତି ଏତେ ଲୋକକୁ ମାରି ପାରିଲେ? ଯଦି ଆମେ ବିଚାର କର୍ତ୍ତା 6:12-13 ଆମେ ଦେଖୁଛୁ, ସେ ସ୍ଥାନରେ ତାହା ଲେଖା ହେଇଛି ଯେ 300 ଲୋକ, ହଜାର ହଜାର ଲକ୍ଷ ଲୋକକୁ ସେମାନେ କଣ କରିଥିଲେ? ବିନଷ୍ଟ କରି ମାରି। ଯେତେବେଳେ ପରମେଶ୍ୱର ତାଙ୍କ ସହିତ ଥିଲେ, ପରମେଶ୍ୱର ଗିଦିଓନଙ୍କ ସହିତ ଥିଲେ, ପରମେଶ୍ୱର ତାଙ୍କ ଦ୍ୱାରା ମହାନ କାର୍ଯ୍ୟ କଲେ। ଲୋକମାନଙ୍କୁ ଯେତିକି ଆସିଥିଲେ ସେମାନଙ୍କୁ ମଧ୍ୟ ରିଜେକ୍ଟ କରିଦେଲେ, କିନ୍ତୁ ସେ ବାଛିଲେ କିଏ ଯୋଦ୍ଧା, କିଏ ତାହା କରିପାରିବେ, କାହାର ସହିତ ପରମେଶ୍ୱର ଅଛନ୍ତି, କାହାର ସହିତ ଈଶ୍ୱର ଅଛନ୍ତି ବୋଲି ସେ ସେମାନଙ୍କୁ ପରୀକ୍ଷା କଲେ। ପରୀକ୍ଷା କଲା ପରେ ଜଣା ପଡିଲା ଯେ ମାତ୍ର 300 ଲୋକ ରହିଲେ। ଏଇ 300କୁ ଧରି ଆମେ ଦେଖୁଛୁ ସେ କଣ କରିଛନ୍ତି? ଯୁଦ୍ଧ କରିଛନ୍ତି, କିନ୍ତୁ ଏମାନେ କେବେ ହାରି ନାହାନ୍ତି, ଏମାନେ ବିଜୟ ହେଲେ, କାରଣ ପରମେଶ୍ୱର ସେମାନଙ୍କ ସଙ୍ଗରେ ହେଲେ। ହେଇପାରେ ଆମେ ଫୁଲବାଣୀ ଡିଷ୍ଟ୍ରିକ୍ଟରେ କମ ଲୋକ ଅଛୁ, ହେଇପାରେ ଆମେ ଭାରତରେ କମ ଲୋକ ଅଛୁ, ହେଇପାରେ ଆମେ ଓଡ଼ିଶାରେ କମ ଲୋକ ଅଛୁ, ପ୍ରଭୁଙ୍କର ଲୋକ, କିଛି ଫରକ ନାହିଁ। କିନ୍ତୁ ଆମେ କଣ କରିବା? ଈଶ୍ୱର ଯଦି ଆମମାନଙ୍କ ସଙ୍ଗରେ ଅଛନ୍ତି, ପ୍ରଭୁ ଯଦି ଆମ ସହିତ ଅଛନ୍ତି, ପରମେଶ୍ୱର ଯଦି ଆମ ସହିତ କଥା ହଉଛନ୍ତି, କିଛି ଅସୁବିଧା ହେବ ନାହିଁ। ପ୍ରଭୁ କଣ କରିବେ? ଆମମାନଙ୍କୁ ସପୋର୍ଟ କରିବେ, ଆମମାନଙ୍କୁ କାର୍ଯ୍ୟ କରିବେ, ଆମମାନଙ୍କୁ ସେ କଥା କହିବେ, ତୁମେ ଏ ପ୍ରକାର କାର୍ଯ୍ୟ କର, ଆଉ ମୁଁ ତୁମ ସଙ୍ଗରେ ଅଛି। ସେଇ ଇମାନୁଏଲ ପରମେଶ୍ୱର ଆଦ୍ୟରୁ ଥିଲେ, ଆଜି ମଧ୍ୟ ଅଛନ୍ତି। ଆମେ ଏଇ 2026କୁ ଆମେ ଯିବା ପୂର୍ବରୁ ଆମେ କଣ ନିଷ୍ପତ୍ତି ନେବା? ପ୍ରଭୁ ତୁମେ ମୋ ସହିତ ରୁହ, ମୋ ପରିବାର ସହିତ ରୁହ, ମୋର ମଣ୍ଡଳୀ ସହିତ ରୁହ, ମୋର ପିଲାମାନଙ୍କ ସହିତ ରୁହ, ତୁମେ Yes. ଆଶ୍ଚର୍ଯ୍ୟ କାର୍ଯ୍ୟ କର। ପ୍ରଭୁ ଯଦି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ, ତାହେଲେ ପ୍ରଭୁ କଣ ପ୍ରଭୁ ଆମ ଦ୍ୱାରା ଯଦି କାର୍ଯ୍ୟ କରିବେ, ତାହେଲେ ଆମେ ଦେଖୁଛୁ ସେମାନେ ଲୋକମାନେ ବର୍ଦ୍ଧିଷ୍ଣୁ ହେବେ, ଆମଙ୍କର ଲୋକମାନେ ବଢିବେ, ଆମର ପ୍ରଭୁଙ୍କର ଲୋକମାନେ ବୃଦ୍ଧି ପାଇବେ। ଆମେ ଯଦି ପ୍ରଭୁଙ୍କ ଠାରେ ଅଛୁ। ଯୋସେଫ ସହିତ ପ୍ରଭୁ ଥିଲେ, ଏବଂ ଆମେ ଦେଖୁଛୁ ସାରା ବିଶ୍ୱର ଲୋକ ଯୋସେଫଙ୍କ କଥାରେ ସେମାନେ ତାଙ୍କର ଆଇନରେ ଚାଲିଲେ। ସେଇ ପ୍ରକାର ପ୍ରଭୁଙ୍କର ଗୌରବ ହଉ ଯେ ଆମେ ଜଣେ ନୁହଁ, ଆମ ପରମେଶ୍ୱର ଆମ ସହିତ ଅଛନ୍ତି, ଆମେ ଏକଲା ନୁହଁ, ପରମେଶ୍ୱର ଆମ ସହିତ ଅଛନ୍ତି। ହଁ, ଆଜି ଆମେ କାଲି ମଧ୍ୟ ଶୁଣୁଥିଲୁ, ମୁଁ ଦେଖୁଥିଲି ସେ କେତେ ଚର୍ଚ୍ଚ କଣ କରିଛନ୍ତି, ଭାଙ୍ଗା ଭୁଙ୍ଗି କରିଦେଇଛନ୍ତି ଛତିଶଗଡ଼ ଆଡେ, କଣ ମାରପିଟ ହେଇଛି ବୋଲି ଶୁଣୁଥିଲି। ତେଣୁକରି ଆମେ କଣ କରିବା? ଭୟ କରିବା ନାହିଁ, ପରମେଶ୍ୱରଙ୍କ ସହିତ ଆମେ ରହିବା ପାଇଁ ଶିଖିବା, ଇମାନୁଏଲଙ୍କ ସହିତ ଆମେ ରହିବା ପାଇଁ ଶିଖିବା। ତାହେଲେ ପ୍ରଭୁ କଣ କରିବେ? ଆମମାନଙ୍କୁ ଆଶୀର୍ବାଦ କରିବେ। କାହା ସହିତ ପ୍ରଭୁ ରହିବେ? ଆମେ ଦେଖୁଛୁ ପ୍ରଥମ ବିଷୟ ଆମେ ଦେଖୁଛୁ ଯାହାଙ୍କ ଠାରେ କଣ ଅଛନ୍ତି? ପରମେଶ୍ୱରଙ୍କର ଶକ୍ତି, ପରମେଶ୍ୱର ଯାହା ସହିତ ଅଛନ୍ତି ସେ ତାଙ୍କ ସହିତ ରହିବେ। ଯାହାଙ୍କ ସହିତ ପବିତ୍ର ଆତ୍ମା ଅଛନ୍ତି, ପରମେଶ୍ୱର ତାଙ୍କ ସହିତ ରହିବେ। ଯିଏକି ଉପବାସ ପ୍ରାର୍ଥନା କରୁଥିବ, ତାଙ୍କ ସହିତ ପ୍ରଭୁ ରହିବେ। ଯିଏକି ଆରାଧନାରେ ନିପୁଣ ଥିବ, ତାହାଙ୍କ ସହିତ ପ୍ରଭୁ ରହିବେ। ଏମିତି
ଅଗଳ ବଗଳ ଲୋକମାନଙ୍କ ପାଖରେ ପ୍ରଭୁ ରହିବେ ନାହିଁ। ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଏବଂ ଆମେ ଗୋଟେ ଆରାଧନାକାରୀ ବ୍ୟକ୍ତି ହେବା, ଆମେ ଗୋଟେ ପ୍ରାର୍ଥନାର ଯୋଦ୍ଧା ହେବା, ଆମେ ଉପବାସ କରିବାର ଲୋକ ହେବା, ଆମେ ପ୍ରାର୍ଥନା କରିବା ଶୀଳ ଲୋକ ହେବା। ଯୀଶୁ କହିଲେ ଯେ ଯେତେବେଳେ ତାଙ୍କୁ ଗେଥସେମନି ବଗିଚାରେ ଆମେ ଦେଖୁଛୁ, ଯୀଶୁ କହିଲେ ଯେ ଦଣ୍ଡେ ମାତ୍ର ତୁମେ ଜାଗି ପାରିଲ ନାହିଁ, ପ୍ରାର୍ଥନା କରିପାରିଲ ନାହିଁ, ଶୋଇ ପଡିଲ ପ୍ରଭୁ କହିଲେ, ଡାଇରେକ୍ଟ ଶିଷ୍ୟମାନଙ୍କୁ କହିଲେ। ତାପରେ ଆମେ ଦେଖୁଛୁ ଉଠ ବୋଲି ସେ କହୁଛନ୍ତି। ତେଣୁ ପ୍ରାର୍ଥନା ଯିଏ କରିବା ଲୋକ ପ୍ରଭୁ ତାଙ୍କ ସହିତ ରହିବେ। ପ୍ରାର୍ଥନା ଯିଏ କରିଛି ପରମେଶ୍ୱର ତାଙ୍କ ସହିତ କାର୍ଯ୍ୟ କରିବେ। ତେଣୁ ପ୍ରଭୁ ଗୌରବ ପାଆନ୍ତୁ। ଆମେ ଦେଖୁଛୁ ଯେ ଏତେ ପ୍ରଭୁଙ୍କର ଗିଦିୟନ ସହିତ ପ୍ରଭୁ ରହିଲେ ମାତ୍ର 300 ଲୋକରେ ସହସ୍ର ଲୋକକୁ ସେମାନେ ହଜାର ହଜାର ଲକ୍ଷ ଲୋକକୁ ମାରି ପକେଇଲେ। ଆମେ ଦେଖୁଛୁ ତାପରେ ଦାଉଦ ମଧ୍ୟ ସେ ପ୍ରକାର କାର୍ଯ୍ୟ କଲେ। ତେଣୁ ଆମମାନଙ୍କ ଜୀବନ ଯଦି ଆମେ ପ୍ରଭୁଙ୍କ ସହିତ ଅଛୁ ତାହେଲେ ପ୍ରଭୁ କଣ କରିବେ? ଆମମାନଙ୍କ ସହିତ ରହିବେ। ତେଣୁ ପରମେଶ୍ୱରଙ୍କ ଗୌରବ ହଉ। ଆମେ ଆଉ ଗୋଟେ ବିଷୟ ଶେଷ ଦେଖିବା, ଯେଶୟ ପୁସ୍ତକ ଖୋଲନ୍ତୁ, 7:12 ପଦ ଗୋଟେ ଘର। ଏଥିଲାଗି ଇସ୍ରାଏଲ ସନ୍ତାନଗଣ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରୁନାହାନ୍ତି। ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁଅଛନ୍ତି। ତୁମ୍ଭେମାନେ ଆପଣା ମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ। ଦେଖନ୍ତୁ, ବର୍ଜିତ ବସ୍ତୁ ଟିକେ ଓଲ୍ଡ ଟେଷ୍ଟାମେଣ୍ଟରେ ଟିକେ ପାପ ଥିଲେ ମଧ୍ୟ ପ୍ରଭୁ ସେମାନଙ୍କ ସହିତ ରହୁନଥିଲେ। ଟିକେ ପାପ, ଅଳ୍ପ ପାପ ଥିଲେ ମଧ୍ୟ ରହୁନଥିଲେ। ସେ ସମୟରେ କିଏ ଅଛନ୍ତି ସେ ଭିତରେ? ଆଖନ ବୋଲି ଜଣେ ଲୋକ ଅଛନ୍ତି, ସେ ଗୋଟେ ଅପରାଧୀ। ଆମେ ଦେଖୁଛୁ ତାଙ୍କ ଦ୍ଵାରା ପରମେଶ୍ୱର, ଆମେ ଦେଖୁଛୁ ସେ ଜଣେ ଥିବା ହେତୁ ପରମେଶ୍ୱର ତାଙ୍କ ସହିତ ଆଉ ରହିଲେ ନାହିଁ। ଅଳ୍ପ ଛୋଟ ପାପ ଥିଲେ ମଧ୍ୟ ଆମେ ଦେଖୁଛୁ ପରମେଶ୍ୱର ଆମମାନଙ୍କ ସହିତ ରହିବେ ନାହିଁ। ତେଣୁ ସେଇ ମହାନ ପରମେଶ୍ୱର ଆମ ସହିତ ରହିବା ପାଇଁ ଇଚ୍ଛା କରୁଛନ୍ତି, ଯେ ଇମାନୁଏଲ ପରମେଶ୍ୱର ଆମଙ୍କ ସହିତ ଚାହୁଁଛନ୍ତି ରହିବା ପାଇଁ। ତେଣୁ ଆମମାନେ କଣ କରିବା? ପରମେଶ୍ୱରଙ୍କୁ ରହିବା ପାଇଁ ହେଲେ ଆମେ ଆମମାନଙ୍କର ହୃଦୟ ଖୋଲିବା, ଆମମାନଙ୍କର ମନକୁ ଖୋଲିବା, ଆଉ ପ୍ରାର୍ଥନାରେ, ଆରାଧନାରେ, ଉପବାସରେ ଆମେ ଆଗକୁ ବଢିବା। ତାହେଲେ ପ୍ରଭୁ କଣ କରିବେ? ଆମ ସହିତ ରହିବେ। ଆଉ ଖରାପ ଚିନ୍ତା କରିବା ଲୋକ ପାଖରେ, ପାପ କରିବା ପାଖରେ ପ୍ରଭୁ କେବେ ରହିବେ ନାହିଁ। ତେଣୁ ଇସ୍ରାଏଲ ପାଖରେ ଆଉ ପ୍ରଭୁ ରହିବା ପାଇଁ ଇଚ୍ଛା କରୁନାହାନ୍ତି। ଆମେ ଦେଖୁଛୁ ଏ ସ୍ଥାନରେ ଦେଖୁଛୁ ଝିଅଶଙ୍କର। ତେଣୁ ଏଇ ମହାନ ପରମେଶ୍ୱରଙ୍କୁ ଆମେ ପାଇଥିବା ହେତୁ ଆମେ ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ଆରାଧନା କରିବା। 2025ରେ ଆମେ ପ୍ରସ୍ତୁତ ରହିବା। ଯେମିତି ଆମେ 10 ଜଣ ମଣ୍ଡଳୀରେ ଥିଲେ ମଧ୍ୟ 10,000 ଲୋକ ଯେମିତି ପ୍ରଭୁଙ୍କ ନିକଟକୁ ଆସିବେ, ସେ ପ୍ରକାର ଆମେ ଗୋଟେ ପ୍ରତିଜ୍ଞା ନେବା, ଗୋଟେ ନିଷ୍ପତ୍ତି ନେବା, ଆଉ ପ୍ରଭୁଙ୍କର ସେବାରେ ଆମେ ଆଗକୁ ବଢିବା। ପ୍ରଭୁ ଅଳ୍ପ ଚିନ୍ତାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Amen. Amen.